ରେଢ଼ାଖୋଲ ବୌଦ୍ଧ ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା। ଭାରସାମ୍ୟ ହରାଇ ଓଲଟିଲା ଗୋରୁ ବୋଝେଇ କଣ୍ଟେନର। 153 ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ରେଢ଼ାଖୋଲ ବୌଦ୍ଧ ରାସ୍ତାର ପନ୍ଥେଇ ନିକଟସ୍ଥ ବୁଲାଣୀରେ ଭୋର ସମୟରେ ଏକ ହୃଦୟ ବିଦାରକ ସଡ଼କ ଦୁର୍ଘଟଣା ସାମ୍ନାକୁ ଆସିଛି। ଦ୍ରୁତ ଗତିରେ ଯାଉଥିବା ଏକ ଗୋରୁ ବୋଝେଇ କଣ୍ଟେନର ଭାରସାମ୍ୟ ହରାଇ ରାସ୍ତା କୂଳକୁ ଓଲଟି ପଡ଼ିବା ଫଳରେ ଘଟଣାସ୍ଥଳରେ 32ଟି ଗୋରୁଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ଏହାସହ ଗାଡ଼ିରେ ଥିବା ଜଣେ ବ୍ୟକ୍ତିଙ୍କର ମଧ୍ୟ ପ୍ରାଣହାନି ଘଟିଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ ବୌଦ୍ଧ ଅଞ୍ଚଳରୁ ଏକ ବଡ଼ କଣ୍ଟେନର ଯୋଗେ ରେଢ଼ାଖୋଲ ଅଭିମୁଖେ ବେଆଇନ ଭାବରେ ଗୋରୁ ଚାଲାଣ କରାଯାଉଥିଲା। ଗାଡ଼ିଟି ପନ୍ଥେଇ ବୁଲାଣୀ ଅତିକ୍ରମ କରୁଥିବା ସମୟରେ ଚାଳକ ନିୟନ୍ତ୍ରଣ ହରାଇବାରୁ ଏହି ବଡ଼ ଧରଣର ଦୁର୍ଘଟଣା ଘଟିଥିଲା। କଣ୍ଟେନର ଭିତରେ ପ୍ରାୟ 50ରୁ ଉର୍ଦ୍ଧ୍ୱ ଗୋରୁଙ୍କୁ ଅତି ଅମାନୁଷିକ ଭାବରେ ଖୁନ୍ଦାଖୁନ୍ଦି କରି ବୋଝେଇ କରାଯାଇଥିଲା। ଗାଡ଼ି ଓଲଟି ପଡ଼ିବା ଫଳରେ ଭିତରେ ଚାପି ହୋଇ 32ଟି ଗୋରୁଙ୍କ ଜୀବନ ଚାଲିଯାଇଥିବା ବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି। ଗାଡ଼ିରେ ପ୍ରାୟ 5 ଜଣ ଗୋମାଫିଆ ଥିବା ଅନୁମାନ କରାଯାଉଛି। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଛି। ଖବର ପାଇ ଅନୁଗୁଳ ଜିଲ୍ଲା କିଆକଟା ଥାନା ପୁଲିସ ଏବଂ ବୌଦ୍ଧ ଅଗ୍ନିଶମ ବାହିନୀର କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଦୁର୍ଘଟଣାଗ୍ରସ୍ତ କଣ୍ଟେନର ମଧ୍ୟରେ ଫସି ରହିଥିବା ଅନ୍ୟ ଗୋରୁମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି। ପୋଲିସ ମୃତଦେହ ଜବତ କରିବା ସହ ଘଟଣାର ଅଧିକ ତଦନ୍ତ ଚଳାଇଛି।